ଆଜିର ଏହି ସୁନ୍ଦର ରେସିପିରେ ଆପଣମାନଙ୍କୁ ବହୁତ ବହୁତ ସ୍ୱାଗତ। ଆଚାର ନାଁ ଶୁଣିଲେ ସମସ୍ତଙ୍କ ପାଟିରେ ଲାଳ ଆସିଯାଇଥାଏ। ସବୁ ଟାଇପ୍ର ଲୋକ ଏହାକୁ ଖାଇବାକୁ ପସନ୍ଦ କରିଥାନ୍ତି। ଭାତ ହଉ ବା ରୁଟି ହଉ, ସବୁଥିରେ ଆଚାର ଯଦି ଟିକେ ଅଛି ଆଉ ଟେନସନ୍ କ'ଣ। ଏହି ଆଚାର ବନେଇବା ପାଇଁ ମୁଁ କିଛି ନେଇଯାଇଛି ଟଭା। ଦେଖନ୍ତୁ ଭେରାଇଟି ଅଫ୍ ଟଭା ଅଛି। କିଛି ଟଭା ପାଛି ଯାଇଛି, ଆଉ କିଛି ଟଭା କଞ୍ଚା ଅଛି। ଆମେ ପ୍ରଥମେ କ'ଣ କରିବା ନା, ପାଚିଲା କଞ୍ଚା ଟଭାକୁ ସବୁ ଅଲଗା ଅଲଗା କରିକି ରଖିଦେବା। এই କଞ୍ଚା ଟଭାରେ ମୁଁ ଆଉ ଗୋଟେ ରେସିପି କରିକି ଆପଣମାନଙ୍କୁ ଦେଖେଇବି। ବର୍ତ୍ତମାନ କିନ୍ତୁ ଯେଉଁ ରେସିପିଟା ମୁଁ ବନଉଛି ଏଇଟା ପାଚିଲା ଟଭାରେ। ମୁଁ କିଛି ଟଭା କାଟିକି ଆପଣଙ୍କୁ ଦେଖେଇ ଦେଉଛି ଏହା କେମିତି ଦେଖିବା ପାଇଁ। ପାଚିଲା ଟଭା ଭିତରଟା ବହୁତ ଅରେଞ୍ଜ କଲର୍ ହେଇଯାଇଥାଏ, ଯେମିତିକି ପାଚିଲା କମଳା ଟାଇପ୍ର ଦେଖାଯାଇଥାଏ। ଆଉ କଞ୍ଚା ଟଭା ମଧ୍ୟ ଇସତ ଅରେଞ୍ଜ କଲର୍ର ହେଇଥାଏ, ଲେମ୍ବୁ ଭଳିଆ ଦେଖିବା ପାଇଁ, କିନ୍ତୁ ଏଟା ଲେମ୍ବୁଠୁ ଅଧିକ ଖଟା ଆଉ ତାର ଚୋପାଟା ଲେମ୍ବୁଠୁ ଆହୁରି ପତଳା। ଏଥିରେ କ'ଣ କରିଛି ନା, ମୁଁ ଗୋଟେ ଡିସ୍ରେ କିଛି ପାଣି ନେଇଯାଇଛି। ପାଣି ଉପରେ ଯେଉଁ ଗୋଟେ ପରିବା ଧୁଆ ଥାଏ ଆମର, ସେ ପରିବା ଧୁଆକୁ ରଖିଦେବା। ବା ଯେକୌଣସି ଜାଲି ଟାଇପ୍ର ଜିନିଷ ଆପଣ ପାଖରେ ଅଛି ଯେଉଁଥିରେ କି ବଏଲ୍ କରିହେବ, ଆପଣ ତାକୁ ରଖିଦେବେ। ରଖିଦେଇକି ସବୁତକ ଟଭାକୁ ଆ ଉପରେ ମୁଁ ନେଇଯାଇଛି। ତାପରେ କ'ଣ କରିବା, ଗ୍ୟାସ୍ ଫ୍ଲେମ୍କୁ ହାଇ କରିଦେବା, ଯେମିତିକି ବାମ୍ଫଟା ଉପରକୁ ଆସିବ। ଆଉ ଗୋଟେ ଢାଙ୍କା ସାହାଯ୍ୟରେ ଆକୁ ଢାଙ୍କି ଦେବା। ଏକ୍ଜାକ୍ଟଲି 8 ମିନିଟ୍ରେ ମୁଁ ଏହାକୁ ଖୋଲିଛି। ଆପଣ ଯଦି ଅଧିକ ଟଭା ନେଉଛନ୍ତି ସେଇ ହିସାବରେ 10 ମିନିଟ୍ 12 ମିନିଟ୍ ଲାଗିପାରେ। ମୋତେ ଏଇ ଟଭାକୁ ଏତିକି ବଏଲ୍ କରିବା ପାଇଁ 8 ମିନିଟ୍ ଲାଗିଛି। ଦେଖିବେ ଟଭା ଗୁଡ଼ିକ ଟିକେ ଟିକେ ଫପସା ହେଇଯିବ ଆଉ କଲର୍ ଚେଞ୍ଜ ମଧ୍ୟ ହେଇଯିବ। ସେଇ ଷ୍ଟେଜ୍ରେ ଆମେ ଟଭାକୁ ଗୋଟେ ଜାଲିକୁ ଖୋଲିଦେବା। ଖୋଲି ଦେଇକି ସବୁ ଅଲଗା ଅଲଗା କରିଦେବା, ଯେମିତି କେହି କାହାଠି ଲାଗିବେନି। ସିଝି ଯାଇଥିବା ଟଭାକୁ ଆମେ ଫ୍ୟାନ୍ ତଳେ ରଖିଦେବା କିଛି ସମୟ ପାଇଁ ଥଣ୍ଡା ହେବା ପାଇଁ। ସେ ଯେତିକି ସମୟରେ ଥଣ୍ଡା ହେବ ସେଇ ସମୟରେ ଆମେ କ'ଣ କରିବା ନା, ମସଲା ବନେଇଦେବା। ମସଲା ବନେଇବା ପାଇଁ ଏଠି କିଛି ମୁଁ ନେଇଯାଇଛି ଲଙ୍କା। ମନେ ରଖନ୍ତୁ, ଏଇ ଯେଉଁ ମସଲାର ଭାଗ ମାପଟା ଯେତେ ବଢ଼ିଆ ହେବ ଆଚାରର ଟେଷ୍ଟ ସେତେ ବଢ଼ିଆ ହେବ। କିଛି ଲଙ୍କା ନେଇଯାଇଛି, କିଛି ପାନମଧୁରୀ ନେଇଯାଇଛି, 2 ଚାମଚ ପାନମଧୁରୀ, 3 ଚାମଚ ଜିରା, 1 ଚାମଚ ସୋରିଷ, 1 ଚାମଚ ଅଧ ଚାମଚ ହେଲା ଜୁଆଣି। ମସଲାକୁ ହାଲକା ଭାଜିବା, ଜଷ୍ଟ ଚଡ଼ଚଡ଼ା ହେଲା ପର୍ଯ୍ୟନ୍ତ ଭାଜିବା। ତାପରେ ଆମେ ମସଲାକୁ ବାହାର କରିଦେବା। ବାହାର କରିକି ଥଣ୍ଡା ହେବା ପାଇଁ ଛାଡ଼ିଦେବା। ମସଲାକୁ ଆମେ ଥଣ୍ଡା ହେବା ପାଇଁ ଛାଡ଼ି ଦେଇ ଏବେ ଯିବା ସେମ୍ କଡ଼େଇରେ କିଛି ନେଇଯିବା ସୋରିଷ ତେଲ। ସୋରିଷ ତେଲକୁ ବଢ଼ିଆ ସେ ଟକମକ କରି ଗରମ କରିଦେବା। ଗରମ ହେଇଗଲା ପରେ ଆମେ ଗ୍ୟାସ୍ର ଫ୍ଲେମ୍କୁ ପୁରା ଅଫ୍ କରିଦେବା। ସେଠି କ'ଣ କରିବା ନା, ହାଫ୍ ଚାମଚ ନେଇଯିବା କଳା ଜିରା। ଲୁଣ ଯେହେତୁ ଆଚାରରେ ମୋଟେ ପଡ଼ିନି, 2 ଚାମଚ ମୁଁ ଲୁଣ ନେଇଛି। ଚିନି ପାଖାପାଖି 4ରୁ 5 ଚାମଚ ନେଇଛି। ଏଇଟା ମିଠା ହେବନି, ଜଷ୍ଟ ଖାଲି ବାଲାନ୍ସ କରିବା ପାଇଁ ଟେଷ୍ଟକୁ। ଯେହେତୁ ଏଇଟା ବହୁତ ଖଟା, ବାଲାନ୍ସ କରିବା ପାଇଁ କିଛି ଚିନି। ମୋତେ ଲୁଣ ଆଉ ଟିକେ ସାମାନ୍ୟ କମ୍ ଲାଗିଲା, ସେଥିପାଇଁ ଆଉ ହାଫ୍ ଚାମଚ ମୁଁ ଲୁଣ ନେଇଯାଇଛି। କିଛି ଲାଲ ଲଙ୍କାଗୁଣ୍ଡ ଆଉ କିଛି ହଳଦୀ ଗୁଣ୍ଡ ନେଇକି ଆମେ ତାକୁ ଗୋଳେଇ ଗାଳେଇକି ସାଇଡ଼୍ରେ ଥୋଇଦେବା। ଏବେ ଆମର ଟଭା ଗୁଡ଼ିକ ସମ୍ପୂର୍ଣ୍ଣ ରୂପେ ଥଣ୍ଡା ହେଇଯାଇଛି। ଟଭାକୁ ଆପଣଙ୍କ ମନପସନ୍ଦ ସାଇଜ୍ରେ ଆପଣ କାଟିଦେବେ। 4 ଖଣ୍ଡ କରନ୍ତୁ, 2 ଖଣ୍ଡ କରନ୍ତୁ। ମୁଁ ଏଠି ଛୋଟ ଛୋଟକୁ 2 ଖଣ୍ଡ କରିଛି, ବଡ଼କୁ 4 ଖଣ୍ଡ କରିଛି। ଆପଣ ଆପଣଙ୍କ ମନପସନ୍ଦର କରିପାରନ୍ତି। ଆପଣ ଗୋଟା ବି ମଧ୍ୟ ଖାଲି ଜଷ୍ଟ ଟିକେ ଟିକେ ମଝିରେ ଫାଟ ମାରିକି ଗୋଟା ମଧ୍ୟ ଆଚାରକୁ ପକାଇ ପାରନ୍ତି। ଏବେ ତେଲ ଆଉ ମସଲା ପୁରା ଥଣ୍ଡା ହେଇଯାଇଛି। ଆମେ ତାକୁ ଟଭାକୁ ପକାଇକି ଭଲ ଭାବରେ ଗୋଳେଇ ଦେବା। ଗୋଳେଇ ଦେଇକି ମସଲାକୁ ଆମେ ଗୁଣ୍ଡ କରିକି ରଖିଛନ୍ତି, ମନେ ରଖିବେ ମସଲାକୁ ବେଶୀ ଗୁଣ୍ଡ କରିବେନି, ପଲ୍ସ ମୋଡ଼୍ରେ ଦରଦରା ଗୁଣ୍ଡ କରିବେ। ଦରଦରା ଗୁଣ୍ଡ କଲେ ସେ ଯେଉଁ ମସଲାର ଫ୍ଲେଭରଟା ଆଉ ମସଲାର ଟେଷ୍ଟଟା ବହୁତ ବଢ଼ିଆ ଲାଗେ। ତ ମୁଁ ଏଠି ଦରଦରା ଗୁଣ୍ଡ କରିଛି। ଏଇ ଯେଉଁ ସୋରିଷ ତେଲ ଆଉ ବାକି ତକ ମସଲାରେ ଏଇ ଗୁଣ୍ଡ ମସଲାକୁ ଆମେ ପକାଇକି ଗୋଳେଇ ଦେବା। ଏବେ ଆମର ରେଡ଼ି ହେଇଯାଇଛି ଟଭାର ଆଚାର। ଏଇ ଆଚାରର ପ୍ରୋସେସଟି ବନେଇବା ପାଇଁ ମୋତେ ହାର୍ଡ଼ଲି ଅଧଘଣ୍ଟେ ଲାଗିଛି। ଆଉ ଆପଣ ଷ୍ଟୋର୍ କରିବାକୁ ରଖିପାରିବେ, କିଛି ବି ଖରାପ ହେବନି। ଏହି ସେମ୍ ପ୍ରୋସିଜିଅରରେ ମଧ୍ୟ ଆପଣ ପାଚିଲା ଲେମ୍ବୁକୁ ନେଇକି ଆଚାର କରିପାରିବେ। ଏଥିପାଇଁ କିଛି ଖରାର ଆବଶ୍ୟକତା ନାହିଁ କି ଆପଣଙ୍କୁ ବେଶୀ ସମୟ ବି ଦରକାର ନାହିଁ। ମାତ୍ର ଅଧଘଣ୍ଟାରେ ଆପଣଙ୍କର ବନିଗଲା ଆଚାର। କେମିତି ଲାଗିଲା ନିଶ୍ଚିନ୍ତ କମେଣ୍ଟ ମାଧ୍ୟମରେ କହିବେ। ଖାଆନ୍ତୁ, ଖୁଆନ୍ତୁ, ଭଲରେ ରୁହନ୍ତୁ। ଜୟ ଜଗନ୍ନାଥ।